ନଦୀ ପାଖରେ ଗୋଟିଏ ଛୋଟ ଜଙ୍ଗଲଟିଏ ଥିଲା। ସେ ଜଙ୍ଗଲରେ ଗୋଟିଏ ଅଜବ କଦଳୀ ଗଛ ଥିଲା। ସେ ଗଛରେ କଦଳୀ ନୁହେଁ ବରଂ ଧଳା ଆମ୍ବ ଫଳୁଥିଲା। କିନ୍ତୁ ସେ କଦଳୀ ଗଛ ପାଖକୁ କେହି ବି ଯାଆନ୍ତି ନାହିଁ, କାରଣ ସେ କଦଳୀ ଗଛଟିକୁ ଜଣେ ସାଧୁ ବାବା ନିଜ ସାଧନା ବଳରେ ତାକୁ ଉତ୍ପନ୍ନ କରିଛନ୍ତି। ଆଉ ସେ କଦଳୀ ଗଛର ଧଳା ଆମ୍ବକୁ ଯିଏ ଥରେ ଖାଇବ ସିଏ ବହୁତ ଶକ୍ତିଶାଳୀ ହୋଇଯିବ। ଆଉ ସେ ଧଳା ଆମ୍ବର ଗୋଟିଏ ଗୁଣ ହେଲା, ଯିଏ ଥରେ ସେ କଦଳୀ ଗଛରୁ ଆମ୍ବ ଚୋରି କରିବ ସେ ଗଛଟି ସଙ୍ଗେ ସଙ୍ଗେ ସେଠି ମରିଯିବ। ଗୋଟେ ଥର ଗୋଟିଏ ଚଢ଼େଇ ସେ କଦଳୀ ଗଛରୁ ଧଳା ଆମ୍ବ ଖାଇ ସବୁଠାରୁ ଶକ୍ତିଶାଳୀ ହବ ବୋଲି ଭାବିଲା। ସେ କଦଳୀ ଗଛରୁ ଧଳା ଆମ୍ବଟିକୁ ଚୋରି କରିବାକୁ ଯାଉଥିବା ବେଳେ ସାଧୁ ବାବା ଦେଖିନେଲେ। ହଠାତ୍ ତାକୁ ଅଭିଶାପ ଦେଲେ, ଆଉ ସିଏ ଗୋଟେ ପଥରରେ ସଙ୍ଗେ ସଙ୍ଗେ ପରିଣତ ହୋଇଗଲା। ସେଦିନଠୁ ଜଙ୍ଗଲର ସବୁ ଚଢ଼େଇ ସେ କଦଳୀ ଗଛ ପାଖକୁ ଯିବାକୁ ଡରନ୍ତି। ଗୋଟେ ଦିନ ରାନୁ ଚଢ଼େଇ ଝିଅର ଦେହ ଖରାପ ହୋଇଗଲା। ତା ଦେହରେ ଜମା ବି ଉଡ଼ିବାକୁ ଶକ୍ତି ରହିଲା ନାହିଁ। ଆରେ, ଏ ମୋ ଝିଅର କ'ଣ ହେଲା? ମୋ ଝିଅ କାହିଁକି ଆଉ ଉଡ଼ି ପାରୁନି? ମୁଁ କ'ଣ କରିବି? ଦିନକୁ ଦିନ ରାନୁ ଝିଅର ଦେହ ଅଧିକ ଖରାପ ହେବାକୁ ଲାଗିଲା। ମା, ମା, ମୁଁ ଆଉ ବଞ୍ଚିବିନି। ମୋ ଦେହରେ ଆଉ ଜମା ବି ଶକ୍ତି ନାହିଁ। ହେ ଭଗବାନ, ମୁଁ ଏବେ କ'ଣ କରିବି? କାହା ପାଖକୁ ଯିବି? କେମିତି ମୋ ଝିଅ ଭଲ ହେବ? ଏମିତି ବିଚାର କରି ରାନୁ ଚଢ଼େଇ ମିଟୁ ବୈଦ ପାଖକୁ ଗଲା, ଆଉ ତାକୁ ସବୁ କଥା କହିଲା। ଆରେ ଚଢ଼େଇ, ମୁଁ ତୋର ସବୁ କଥା ଶୁଣିଲି। ତୋ ଝିଅର ଯେଉଁ ରୋଗ ହୋଇଛି, ଏହା କେବଳ କଦଳୀ ଗଛର ଧଳା ଆମ୍ବ ଖାଇଲେ ଯାଇ ତୋ ଝିଅ ଦେହରେ ଶକ୍ତି ଆସିଯିବ। ହେଲେ ମିଟୁ ବୈଦ, କଦଳୀ ଗଛରେ ଧଳା ଆମ୍ବ ତ ଆଣିବା ସମ୍ଭବ ନୁହେଁ। ହେଲେ ତୁମକୁ ଅସମ୍ଭବକୁ ସମ୍ଭବ କରିବାକୁ ପଡ଼ିବ। ତାପରେ ରାନୁ ଚଢ଼େଇ ସିଧା ସେ ଦୂର ଜଙ୍ଗଲକୁ ଗଲା, ଯେଉଁ ଜଙ୍ଗଲରେ କଦଳୀ ଗଛରେ ଧଳା ଆମ୍ବ ଫଳିଥିଲା। ଆଉ ସାଧୁ ବାବାଙ୍କୁ ରାନୁ ଚଢ଼େଇ ଦେଖା କଲା, ଆଉ କହିଲା, ସାଧୁ ବାବା, ମୋ ଝିଅକୁ ବଞ୍ଚାଇ ଦିଅନ୍ତୁ। ମୋ ଝିଅ ଦେହରେ ଜମା ବି ଶକ୍ତି ନାହିଁ। ମୋତେ ଯଦି ଆପଣ ଆପଣଙ୍କ କଦଳୀ ଗଛରୁ ଧଳା ଆମ୍ବ ଗୋଟିଏ ଦିଅନ୍ତେ, ତାହେଲେ ତାକୁ ଖାଇ ମୋ ଝିଅର ଦେହ ପୁରା ସୁସ୍ଥ ହୋଇଯାଆନ୍ତା, ଆଉ ତାକୁ ଶକ୍ତି ମିଳିଯାଆନ୍ତା। ନା, ମୁଁ ସେ ଧଳା ଆମ୍ବ ତତେ ଦେଇପାରିବିନି। ସାଧୁ ବାବା, ମୋତେ ଦୟା କରନ୍ତୁ। ଆପଣ ଯଦି ଗଛରୁ ଗୋଟିଏ ଧଳା ଆମ୍ବ ନ ଦେବେ, ତାହେଲେ ମୋ ଝିଅ ମରିଯିବ। ସାଧୁ ବାବା କହିଲେ, ହଉ ଠିକ୍ ଅଛି, ତୁ ମୋର ଗୋଟେ କାମ କର। ଯଦି ସଫଳ ହେବୁ, ତାହେଲେ ମୁଁ ତତେ ଏ ଗଛରୁ ଧଳା ଆମ୍ବଟିଏ ଦେବି। ହଁ ସାଧୁ ବାବା, ମୁଁ ଆପଣଙ୍କର ସବୁ କାମ କରିବି, କୁହନ୍ତୁ। ତାପରେ ସାଧୁ ବାବା କହିଲେ, ଏ ଜଙ୍ଗଲରେ ଗୋଟିଏ ଗଛ କୋରଡ଼ ଅଛି, ଆଉ ସେ କୋରଡ଼ ଭିତରେ ଗୋଟିଏ ପିଶାଚି ରହୁଛି। ସେ ପିଶାଚି ବହୁତ ଭୟଙ୍କର, ଆଉ ତା ପାଖରେ ଗୋଟିଏ ଯାଦୁର ଆମ୍ବଟିଏ ଅଛି। ଯଦି ତା ପାଖରୁ ସେ ଯାଦୁର ଆମ୍ବକୁ ଆଣି ମୋତେ ତୁ ଦେଇପାରିବୁ, ତାହେଲେ ମୁଁ ତତେ ମୋ କଦଳୀ ଗଛରୁ ଧଳା ଆମ୍ବ ଗୋଟେ ଦେବି। ରାନୁ ଚଢ଼େଇ ଆଗ ପଛ ବିଚାର ନ କରି, ଡରକୁ ଖାତିର ନ କରି ସେ ପିଶାଚି ପାଖକୁ ଗଲା। ଆରେ ଏ ପିଶାଚି, ଆରେ କିଏ ମୋତେ ଏଠି ଡାକୁଛି? ତା ଜୀବନକୁ କ'ଣ ଭୟ ନାହିଁ? ତାପରେ ପିଶାଚି ଗଛ କୋରଡ଼ରୁ ବାହାରିଲା। ଆରେ, କଅଁଳିଆ ଚଢ଼େଇ ମାଂସ! ଆହା, ମୋତେ ଆଜି ବିନା ପରିଶ୍ରମରେ ଖାଇବାକୁ ମିଳିଗଲା। ପିଶାଚି, ତୁ ମୋ ଉପରେ ଦୟା କର। ତୋ ପାଖରେ ଯେଉଁ ଯାଦୁର ଆମ୍ବ ଅଛି, ତାକୁ ତୁ ମୋତେ ଦେଲେ ମୋ ଝିଅ ବଞ୍ଚିଯିବ। ହଉ ଚଢ଼େଇ, ମୁଁ ତୋ କଥାରେ ରାଜି ହେଲି, ହେଲେ ମୁଁ ତୋ ମାଂସ ଖାଇବି। ପିଶାଚି, ତୁ ମୋ ମାଂସ ଖାଇବୁ ଯେ ପ୍ରଥମେ ତୁ ସେ ଯାଦୁର ଆମ୍ବକୁ ସାଧୁ ବାବାଙ୍କ ପାଖରେ ଦେଇକି ଆସ, ତାପରେ ତୁ ମୋ ମାଂସ ଖାଇବୁ। ପିଶାଚି ଚଢ଼େଇର କଥା ଶୁଣି ଭାବ ବିଭୋର ହୋଇ ପଡ଼ିଲା, ଆଉ ଭାବିଲା, ଆରେ ଏ ଚଢ଼େଇର ନିଜ ଜୀବନକୁ ଖାତିର ନାହିଁ।
ସେ ପିଶାଚିଟି ସାଧୁ ବାବାରେ ପରିଣତ ହୋଇଗଲା। ଆରେ ଚଢ଼େଇ, ମୁଁ ତତେ ପରୀକ୍ଷା କରୁଥିଲି ଯେ ଝିଅର ଜୀବନ ବଞ୍ଚାଇବାକୁ ତୁ କ'ଣ କରିପାରିବୁ। ତୁ ପ୍ରଥମେ ଚଢ଼େଇ ଯିଏ ମୋ ପରୀକ୍ଷାରେ ପାସ୍ କଲୁ, ଆଉ ତୁ ଧଳା ଆମ୍ବ ନେବାକୁ ଯୋଗ୍ୟ। ତାପରେ ସାଧୁ ବାବା କଦଳୀ ଗଛରୁ ଯାଦୁର ଧଳା ଆମ୍ବଟିଏ ଦେଲେ। ରାନୁ ଚଢ଼େଇ ଧଳା ଆମ୍ବକୁ ନେଇ ଖୁସିରେ ଘରକୁ ଗଲା। ଆଉ ଝିଅକୁ ଧଳା ଆମ୍ବଟିକୁ ଯେମିତି ଖୋଇ ଦେଇଛି, ସେ ସଙ୍ଗେ ସଙ୍ଗେ ସୁସ୍ଥ ହୋଇ ତା ଦେହରେ ଶକ୍ତି ଆସିଗଲା, ଆଉ ସେ ଆକାଶରେ ଉଡ଼ିବାକୁ ଲାଗିଲା।